ଗପଟିର ନାମ ରାଜକୁମାର ଓ ରାଜକୁମାରୀ। ବହୁତ ବର୍ଷ ପୂର୍ବେ ସବୁଜ ଜଙ୍ଗଲ, ନୀଳ ନଦୀ, ଉଚ୍ଚ ପର୍ବତରେ ଘେରି ହୋଇ ରହିଥିବା ଏକ ସୁନ୍ଦର ରାଜ୍ୟ ଥିଲା ସୁବର୍ଣ୍ଣପୁର। ଏହି ରାଜ୍ୟର ରାଜା ଥିଲେ ବୀର ଓ ନ୍ୟାୟପ୍ରିୟ ରାଜା ରଘୁନାଥ। ରାଣୀ ସୁମିତ୍ରା ଦେବୀ ଦୟାଳୁ ଓ ପ୍ରଜାପ୍ରେମୀ ଥିଲେ। ସେମାନଙ୍କର ଏକମାତ୍ର ପୁତ୍ର ଥିଲା ରାଜକୁମାର ଆଦିତ୍ୟ। ଆଦିତ୍ୟ ଛୋଟବେଳୁ ହିଁ ସତ୍ୟ, ସାହସ, ଦୟାକୁ ଭଲ ପାଉଥିଲେ। ସେ ତଲୱାର ଚାଳନା, ଧନୁର୍ବିଦ୍ୟାରେ ପାରଦର୍ଶୀ ଥିଲେ। କିନ୍ତୁ ତାଙ୍କର ସବୁଠାରୁ ବଡ଼ ଗୁଣ ଥିଲା ଦୟାଳୁ। ସୁବର୍ଣ୍ଣପୁରରୁ ଦୂରରେ ଥିଲା ଏକ ପଡ଼ୋଶୀ ରାଜ୍ୟ ଚନ୍ଦ୍ରପୁର। ସେଠାରେ ରାଜା ଥିଲେ ଧର୍ମେନ୍ଦ୍ର ଓ ରାଣୀ ଥିଲେ କମଳା। ରାଜାରାଣୀଙ୍କର ଏକ ସୁନ୍ଦର କନ୍ୟା ଥିଲା ରାଜକୁମାରୀ ମାଳତୀ। ମାଳତୀ ଦେଖିବାକୁ ବହୁତ ସୁନ୍ଦର, ବୁଦ୍ଧିମତୀ ଓ ସାହସୀ। ସେ ପ୍ରଜାମାନଙ୍କର ସୁଖ ଦୁଃଖ ନିଜର ବୋଲି ଭାବୁଥିଲେ। ଏକ ଦିନେ ଚନ୍ଦ୍ରପୁରରେ ବଡ଼ ଉତ୍ସବ ହେଉଥିଲା। ସୁବର୍ଣ୍ଣପୁରରୁ ରାଜକୁମାର ଆଦିତ୍ୟ ମଧ୍ୟ ସେଠାକୁ ଆସିଥିଲେ। ଉତ୍ସବ ସମୟରେ ବନ୍ୟ ଉଦ୍ୟାନରେ ହଠାତ୍ ଏକ ଛୋଟ ପିଲା ନଦୀରେ ପଡ଼ିଗଲା। ମାଳତୀ ଭୟଭୀତ ହେଲେ, କିନ୍ତୁ ସେହି ସମୟରେ ଆଦିତ୍ୟ ନଦୀକୁ ଡେଇଁ ପଡ଼ିଲେ ଓ ପିଲାଟିକୁ ବଞ୍ଚାଇ ଦେଲେ। ସେହି ମୁହୂର୍ତ୍ତରେ ମାଳତୀଙ୍କ ହୃଦୟରେ ଆଦିତ୍ୟ ପାଇଁ ଗଭୀର ସମ୍ମାନ ଜନ୍ମ ନେଲା। ଦୁହେଁ ସତ୍ୟ, ନ୍ୟାୟ ଓ ପ୍ରଜାସେବା ବିଷୟରେ ଆଲୋଚନା କଲେ। ଏହି ମିଳନ ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। କିନ୍ତୁ ସୁଖ ସଦାକାଳେ ରହେ ନାହିଁ। ଦୁଇ ରାଜ୍ୟର ଶତ୍ରୁ ଥିଲା କାଳବୀର ନାମକ ଏକ ନିଷ୍ଠୁର ରାଜା। ସେ ମାଳତୀକୁ ବିବାହ କରି ସମଗ୍ର ଦୁଇ ରାଜ୍ୟର ଶାସନ କରିବାକୁ ଚାହୁଁଥିଲା। ମାଳତୀ ତାଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଦେଲା। କ୍ରୋଧରେ କାଳବୀର ମାଳତୀକୁ ଅପହରଣ କରି ତାଙ୍କ ଦୁର୍ଗକୁ ନେଇଗଲା। ଏହି ସମ୍ବାଦ ଶୁଣି ଆଦିତ୍ୟ ମାଳତୀକୁ ବଞ୍ଚାଇବାକୁ ଏକାକୀ ବାହାରିଗଲେ। ରାସ୍ତାରେ ଘନ ଜଙ୍ଗଲ, ଭୟଙ୍କର ପଶୁ, କ୍ଳାନ୍ତି ସବୁକିଛି ସହିଲେ। ଏକ ବୃଦ୍ଧ ସନ୍ନ୍ୟାସୀ ତାଙ୍କୁ କହିଲେ, ସତ୍ୟ, ଦୟା ଯାହାଙ୍କ ସହିତ ଥାଏ ସେ କେବେ ହାରେ ନାହିଁ। ଆଦିତ୍ୟ ଓ କାଳବୀରର ଯୁଦ୍ଧ ହେଲା। ଆଦିତ୍ୟ ଚତୁରତା ସାହସରେ କାଳବୀରକୁ ପରାଜିତ କଲା। ମାଳତୀକୁ ମୁକ୍ତ କଲା। ଦୁହେଁ ରାଜ୍ୟରେ ଖୁସିର ଲହରୀ ବହିଗଲା। ରାଜାମାନଙ୍କର ସମ୍ମତିରେ ମାଳତୀ ଓ ଆଦିତ୍ୟ ବିବାହ କଲେ। ସେମାନେ ମିଶି ନ୍ୟାୟ, ଦୟା ଓ ସତ୍ୟର ଭରପୁର ଶାସନ କରିଲେ।